ଜୟ ଜଗନ୍ନାଥ ସାଙ୍ଗମାନେ। ଆଉ ମୁଁ ସକାଳୁ ଉଠି ସାରିଲିନି, ଉଠିକି ମୋ ବାସି କାମ ସାରିଲିନି। ସାରିକି ଏବେ ଯାଉ ଦେଖିବା ଶିବାନୀ ଉଠିଲା କି ନାହିଁ। କାହିଁକିନା ସେ କହୁଥିଲା ସକାଳୁ ମୋତେ ଡାକିଥାଉ, ମୁଁ ଉଠିକି ସୁଜି ଫୁଜି କରିବି ତମେ ଖାଇକି ଯିବ ମୋତେ କହୁଥିଲା। ମୁଁ ଯାଉ ଦେଖେ ସେ ଉଠିଲା କି ନାହିଁ, ତାକୁ ଡାକିଦେବା, ନହେଲେ ଖାଇ ପିଇକି ଯିବୁ, ଖାଇ ଦେଇକି ଯିବି ନା ସେ କରିଲେ। ଚାଲ ଯିବା, ଗଲା କୁଆଡ଼େ ଶିବାନୀ। ଆଉ ମେଟ୍ରୋ ଖାଲି ଶିବାନୀ ଉଠିଲାନି, ସେ ଉଠିବା ପଳେଇଲାନି। ଯାଇକି ବୋଧେ ରାତିର ବାସନ ପଡ଼ିଥିଲା ନା, ସେ ଧୋଇବାକୁ ଯାଇଥିବ, ଧୋଉଛି ବୋଧେ ଶୁଭୁଛି ତ। ଶିବାନୀ ଏଠୁ ଉଠିକି ସକାଳୁ ବାସନ ଧରିକି ଗଲାଣି। ହଁ ମଶାଣି କେଞ୍ଚି ଦେଇଛ ମୁଁ ଖୋଲିକି ବାହାରିଲେ ତୁମେ କାହିଁକି କରୁଛ? ନାଇଁ ସେ କେବେ କେଞ୍ଚିବନି ଏମିତି। ଉଠିକି ଆସିବ। ହଁ ସେ ଯେତେବେଳେ ଉଠି ପଡ଼େ ସେ ପ୍ରଥମେ ଆଗ ବାହାରକୁ ଦେଖେ, କେହି ନାହାନ୍ତି ନା, ସେ ବାହାରକୁ ପଳେଇ ଆସେ। ଏଇଟା ଦେଇଦେଲେ ସେ ପୁରା ଡରିଯାଏ, ଏଇଟା କେବେ ଦବନି। ଖୋଲି ଦଉଛି ହେଇଥିପାଇଁ ଦିଏ। ଶିବାନୀ ଉଠିକି ବାସନ ଦେଉଛି, ଆମ ପୁଅ ଶୋଇଛି ନା, ମଶା ଟଙ୍କା ହେଇଛି, ମଶା କାମୁଡ଼ିବ ବୋଲି ମୁଁ ମଶା ସାଇଡ଼ରୁ ଦେଇଦେଇଛି। କାହିଁକିନା ସିଏ ଉଠିଲେ ତାର ମଶାରୀ ଖୋଲି ପାରିବନି ନା, କାନ୍ଦିବ। ସେଇଥିପାଇଁ ସେ ତାର ଖୋଲା ଥିଲା ମଶାରୀଟା ସାଇଡ଼୍ ନ ଦେଇଥିଲେ ସେ ତାର ବାହାରେ ଆପେ ପଳେଇ ଆସେ। ଏଠି ଶିବାନୀ ଅଛି ତାର ପଳେଇ ଆସେ। ମୁଁ ରହିବିନି, ମୁଁ ଅଭିକା ପଳେଇବି ସେ ଝିଅଟାକୁ ଆଣିବାକୁ ଯିବି ନା, କାମ ହେବ। ଚାଲ ମଶାଟା ଖୋଲିଦେବା, ନହେଲେ ସେ ଉଠିଲେ କାନ୍ଦିବ। ମଶାଟା ମୋର ମଶାରୀ ଖୋଲିଦେବି, ସେ ତାର ଉଠିଲେ ହେବି। ଶିବା ସେଠି ଧୁଆଧୁଇ କରୁଛି ବାସନ, ସେ ତାର ଯିବ ଉଠିକି ତାର ପଳେଇବ ତା ମାମା ପାଖକୁ। ଚାଲ ଯିବା ବି। ଆସିଲେ ଶିବାନୀ ତାର କ'ଣ ବାସନ ଧୋଇକି ରେଡ଼ି କରୁଛି। ଆସିଲେ ତାର କରି ରଖିଥିବ, ଆସିଲେ ଖାଇବା ଆଉ। ଯିବା ସେ ଝିଅକୁ ନେଇକି ଆସିବା। ସବୁବେଳେ ଫ୍ୟାନ୍ଟା ବନ୍ଦ କରେ, ଫ୍ୟାନ୍ଟା ବନ୍ଦ ହେଲା କାହିଁକିନା ବସିଛି ନା ଏଇଠି। ଫ୍ୟାନ୍ଟା ବନ୍ଦ କଲେ ଚାଲୁଥିବ କେତେବେଳେ ଖରାପ ହେଇଯିବ ଫ୍ୟାନ୍। ପୁଣି ଗୋଟେ ବୋଲି ଫ୍ୟାନ୍ ନା ଆମର। ହଉ ଚାଲନ୍ତୁ ଯିବା, ଏବେ ସେ ଝିଅକୁ ନେଇକି ଆସିବା। ଶିବା ଯଦି କରିଥିବ ଖାଇବା, ନ କରିଥିବ ପୁଣି କାମ କରୁଥିବା, ଶୋଇଲେ ଆସିକି ଖାଇକି ଯିବା। ଚାଲନ୍ତୁ ଯିବା ଏବେ। ଘରୁ ବାହାରିକି ପଳେଇ ଆସିଲେଣି, ଏବେ ଯାଉଛି ସେ ଝିଅକୁ ନେଇକି ଆସିଲେ କାମ ଆରମ୍ଭ ହେବ ଆଉ। ଏବେ ଯାଉଛି ବାଟରେ, ଯିବା ଫଟାଫଟ ନେଇକି ପଳେଇ ଆସିବା। ଯିବା ନେଇକି ଆସିବା। କେମିତି ମୁଁ ସେଦିନ ଦେଖିକି ଖାଇଲନି? ନାଇଁ କଣା ଚଟିକିଟାରେ କେମିତି ନେଇକି ଖାଇଲ ଚିନି ପାଣି କରିକି ପାରୁଟି? ପୁଣି ଟେବୁଲ ଉପରେ ପୁଣି ରଖିଥିଲ ଗିନାଟାକୁ। କିଛି କରନା ସିମେଇ ହେଇଛି। ସିମେଇ କରିଛି, ମୁଁ ସୁଜି କରିଥିବା ତରକାରୀ ଧରିକି ଆଇଲି, ଦେଖିଲା ବେଳକୁ ସୁଜି ଖରାପ ହେଇଯାଇଛି। ତମେ ତ ଉଦା ମୁଁ ଦେଖିନଥିଲି ସେଇଦିନ, ଯାହା ତମକୁ ଟିକେ ପାଟି କରିଥିଲି। ଯଦି ଦେଖିଥାନ୍ତି ଏତେ ତମେ ପୁରା ପାଣି ଢାଳିକି ଇଆଡ଼କୁ ପୁରା କରିଦ, ଏମିତି ଗାଳି କରିଥାନ୍ତି ଆଉ ଚିହ୍ନିଥାନ୍ତ। ସବୁ ତ ମୋର ଭୁଲ। ତୁ କିଏ କଣା ଚଟିକିଟାରେ ଖାଇକି ମୁଁ ଜାଣିଛି ନା କଣା ହେଇନା, କଣା ଚଟିକିଟା ମାନେ ତମେ ଖାଇଛ, ତମେ ଜାଣିନ ପାଣି ବୋହିଛି। ଖାଇଛ, ମୁଁ ଧାଇଦେନି ଆହୁରି କିନାରେ ଆଣିଲି। ମୁଁ ନେଇକି ଯାଇଥିଲି କେତେ କଷ୍ଟ, ତରକାରୀ ନେଇକି ଯାଇଥିଲି, ଧରିକି ଯାଇଥିଲି ତରକାରୀ କେତେ କଷ୍ଟରେ। ଦେଖିଲା ବେଳକୁ ଆମର ସୁଜି ଖରାପ ହେଇଯାଇଛି। ଖରାପ ହେଇଯାଇଛି କାହିଁ ସୁଜି ଗୁଡ଼ାକ ଫୋକାଇ ଦେଉଛୁ। ନା ଏତିକିରେ ଖାଅ, ବେଶୀ ପାଣିଆ କଲେ ଭଲ ଲାଗେନି। ସେମିଟା ଏତିକିରେ ପାଣିଆ ରହିଲେ ହିଁ ଭଲ ଲାଗିବ, ବହଳିଆ ବହଳିଆ। ସୁଜି ବଦଳ ସିମେଇ କରିଦେଇଛି। ପାଣି ଫଡ଼ ଭଲ ଲାଗେନି, ଏମିତି ବହଳିଆ ରହିଲେ ଭଲ ଲାଗିବ। ହଁ ଦେ ସକାଳ ଯାହା ଅଛି ଖାଇଦେଇକି ଯିବା ଆଉ। ମୁଁ ଆଜି ଦେଖି ଯାଇକି ପାଣି ଦେଲି, ସେଦିନ ଟିକେ କମ୍ ଦେଇଥିଲି ନା, ଆଜି ଅଧିକା ଦେଲି। ପ୍ରକୃତରେ ସିମିଆଟା ଏତିକି ପାଣିରେ ହିଁ ଭଲ ଲାଗେ, ପୁରା ପାଣିଆ କରିଦେଲେ ଭଲ ଲାଗେ ନା। ତମ ଆଡ଼େ ବୋଧେ ପୁରା ପାଣିଆ କରନ୍ତି। ଏମିତି ପାଣିଆ ପାଣିଆ ପୁରା ପାଣିଆ କରୁଛ। ମୁଁ ତରକାରୀ ନେଇକି ସୁଜି ଖାଇବା ପାଇଁ, ସୁଜି ନାହିଁ ସିମେଇ। ହଁ କିସମିସ୍। ଚାଲନ୍ତୁ ଖାଇଦେବା, ଖାଇଦେଇ ଯିବା। ଝିଅକୁ ନେଇକି ଆଇଲି, ସେ ଯାଇଛି କାମ କରୁଛି, ମୁଁ ଖାଇଦେଇଛି ଫଟାଫଟ ଯାଇ କାମ କରିବି। ତୁ ଖାଇବୁ? ତମେ ଖାଅ, ଯେତିକି ଖାଉଛ ଖାଅ, ଆଉ ଯେତିକି ବଳିବ ମୁଁ ମୁଢ଼ି ଗୋଳେଇକି ଖାଇବି। ହଉ ତୁ ସିମେଇ ଖାଇବୁନି? ଯଦି ଟିକେ ବଳିବ ରଖିଦେଲେ ପଖାଳ ଟିକେ ଖାଇବ। ସିମେଇ ଖାଇବୁନି? ହଁ ଖାଇବି ଯେ, ନହେଲେ ରଖିଦେବି ସିମେଇ, ମୁଢ଼ି ଗୋଳେଇକି ଖାଇଦେବି। ଯଦି ଗାଧେଇକି ଆସିଲା ପରେ ଯଦି ଆଉ ଟିକେ ଭୋକ ଲାଗେ ଖାଇଦେବି। ହଁ ଢାଳେ। ଦେଖ କେତିକି ଆଳୁ ଫାଳୁ ରହିଲା, ଖାଲି ଝୋଳ ଗୁଡ଼ା ଦେଇଦେଲୁ। ଚାମଚ ଦେଇଦିଅ, ଚାମଚରେ କାଢ଼ି ଦେ।
ଏଇ କ'ଣ କହୁଥିଲି କହିଲ କ'ଣ? ପଖାଳରେ ଖାଇବ କି ଟିକେ ତରକାରୀ? ନା ନା ଖାଇବନି ଯଦି ବଳିଯିବ ଟିକେ ଖାଇବନି ପଖାଳରେ ବଳିଯାଏ ଯଦି ନା ନା ନ ଖାଅ ମୁଁ ସବୁ ଖାଇଦେବି ନହେଲେ ମୁଭି ବୁଳେଇବି କ'ଣ କ'ଣ କହୁଛୁ? କହୁଛି ଟିକେ କୁଣ୍ଡେଇ ଦିଅ ଟିକେ କୁଣ୍ଡେଇ ହେଉଛୁ? ହଁ ନା କାଳୁ ଖାଳୁ ନାହିଁ ସେ ଦେଇଦେଲେ ହଁ ସେ ଥାଉ ଆଉ ଦେ ନା ଖାଉ। ପାଖକୁ ଯା ମାମା ଦେଇକି ଯା। ଆଜ୍ଞା ମୋ ପାଖକୁ ସକାଳୁ ଟିକେ ଗେଲ ନେଲେ ତ ଭଲ ଲାଗୁନି ନା। ହଉ ଚାଲ ଖାଇଦେବା। ତତେଛି ନା କ'ଣ ଗରମ ହେଇଛି ନା ତରକାରୀଟା ଟିକେ ଥଣ୍ଡା ଅଛି ଏଇଟା ପୁରା ଗରମ। ଟିକେ ରହିଛ ବସିଛ ଭଲ ଲାଗୁନି ସିମେଇ ଖାଆନ୍ତି ତରକାରୀ ଖାଲି ଖାଇଦିଅ ରଖିଦିଅ ତରକାରୀ। ମୁଁ ଆଣିଥିଲି କେତେ ସେ ସହକରେ ମୁଁ ସୁଜି କରିଥିବ ସୁଜି ଖାଇବି ଦେଖିଲା ସୁଜି ଖରାପ। ଆମର ଆଜି ପୁରୀ କରିବୁ ସନ୍ଧ୍ୟାକୁ ଆଉ ଶିବାନୀକୁ ମଇଦା ଆଣିକି ଦେଇଥିଲି। ସେ ଆଣି ମଇଦା କ'ଣ ଚକୁଳି ଖାଇଲୁ? ଚକୁଡ଼ିକି ବସି ମୋବାଇଲ ଦେଖୁ କେଉଁଠୁ ଚକୁଡ଼ି ପୁରୀ ଅଧିକ ଫୁଲିବ ବୋଲିକି ସେମାନେ ଆଗୁଆ ଚକୁଡ଼ିକି ଆଣିକି ରଖିଦେଇ ସାରିଲାଣି। ମୋର କାମ ସରିଲା କମ୍ପାନୀର ମୁଁ ଏବେ ଆସିଲି ତା ଆଗରୁ ମୁଁ ତାକୁ ମଇଦା ଦେଇଥିଲି। ଆମ କମ୍ପାନୀର ମଇଦା ଅଛି ନା ଦେଇଥିଲି ସେ ଆଣିକି ଚକୁଡ଼ିକି ଏଇ ରଖିଛି ଏଇଠି ପୁରୀ କରିବା ପାଇଁ ଚକୁଡ଼ିକି ରଖିଛି ଏଠି ଗୁଟୁଲା କରି ରଖିଛି। କାମ ସରିଲା ଏବେ କମ୍ପାନୀର ଏବେ ଆଉ ଶିବେନ୍ଦ୍ର ବସିକି ମୋବାଇଲ ଦେଖୁଛି। ମୋର ଅଭିକା ଆଇଲେ ଏବେ ଟିକେ ଫୁଲ ଚଲେଇ ଟିକେ ବସିବା ଫ୍ୟାନ୍ ପାଖରେ ସନ୍ଧ୍ୟା ହଉ ତା ଶିବେନ୍ଦ୍ର ପୁରୀ ଆଜି ଟିକେ ଏଇ ଯେତେ ଥର କରୁଛି ମୋ ପାମ୍ପଡ଼ ହେଇଯାଉଛି ତମ ହବ ଏଇଥରକ ମଇଦା ଆଉ ମଇଦାକୁ ଆଉ କ'ଣ ଅଟା ମିଶେଇକି କରିଛି ସମାନ ସମାନ କରିକି ଏଇଥରକ ଯଦି ନ ହବ ଆରଥରକୁ ଖାଲି ମଇଦା ଖାଲି ଅଟାରେ କରିକି ଦେଖି ଯଦି ନ ହବ ତାହେଲେ ପୁରୀ କରିବି ମୋ ହାତରେ ଜମା ପୁରୀ ହବ। ସେମାନେ ଯେଥର ପୁରୀ କରୁଛି କରିପାରୁଛି ପାପଡ଼ ହେଇଯାଉଛି ମୋର ମାନେ ହାର୍ଡ଼ ହେଇଯାଉଛି ଖାଇବନି ଦେଇକୁ ଗାଲ ଗୁଡ଼ା ବିନ୍ଧୁଛି ଚୁପେଇଲା ବେଳକୁ। ଏଇଥର ମଇଦା ମୁଁ ତାକୁ ଆଣିକି ଦେଇଛି ଦେଖିବା ଏଥର କେମିତି କ'ଣ ପୁରୀ କରୁଛି ଶିବେନ୍ଦ୍ର ତାର। ଯଦି ନରମ ନ ହବ ଆଉ ଥରେ କରିକି ଦେଖିବି ଖାଲି ଅଟାରେ ହଉଛି ନା ନଅଟା ଜମା କରିକି ଅଟା ତାକୁ ତା ମଇଦା ଆଣିକି ଦେଇଥିଲି ସେ ଚକୁଡ଼ି ରଖିଛି ତାର ହେଇଲାନି ଅଧଘଣ୍ଟା ହେଇଲାନି ଚକୁଡ଼ି ରଖାଯାଇଛି ମାନେ ସେଟା ରାତିକି ହେବ ପୁରୀ ଆମର ଚକୁଡ଼ି ରଖିଦେଇଛି ଫୁଲିବ ପୁରୀଟା ବୋଲି ରଖିଦେଇଛି। ଯେତେ ଥର କରୁଛି ସେତେ ଥର ଆମର ପୁରୀ ପାମ୍ପଡ଼ ହେଇଯାଉଛି। ହଁ ଟାଟୁ କରିଦେଉଛି ତ ତା କାମ ସାରି ବସି ମୋବାଇଲ ଦେଖୁଛି 24 ଘଣ୍ଟା ମୋବାଇଲ ସବୁବେଳେ ମୋବାଇଲ ୟାର ମୋବାଇଲ ଜୀବନ। ମୁଁ ଯେବେଠୁ ଧରି ନଥିଲି ମୋବାଇଲ କିଛି ଲାଗୁନଥିଲା ଏମିତି ଦିନ 24 ଘଣ୍ଟା ଘରେ ବସୁଥିଲି କିଛି ଲାଗୁନଥିଲା। ଏବେ ମୋବାଇଲ ଦେଖିଲି ମାନେ ମୋବାଇଲ କ'ଣ କେମିତି ଧରିକି ଯେତେବେଳେ ଜାଣିଲୁ ମୋବାଇଲ ବିଷୟରେ ମୋବାଇଲ ଛାଡ଼ିବ ଭଲ ଶିକ୍ଷା ଗୁଡ଼ା ଦେଉଛି ତ ମୋବାଇଲ ଧରିଆ ଶିକ୍ଷା ଗୁଡ଼ା ଦେଉଛି ମୋବାଇଲ ଦେଖନ୍ତି ସେଇଟା ବି କହୁନୁ କାମ ଏ ମେନ୍ ହେଲା କାମ ନାହିଁ ତ 24 ଘଣ୍ଟା ବସୁଛି ଆଉ କ'ଣ କରିବା ମୋବାଇଲ ଦେଖୁଛି ବସିକି ଆଉ କାମ ଟିକେ କଲେ ସିନା ତାକୁ ମୋବାଇଲ ଦେଖିବାକୁ ଟାଇମ୍ ହୁଅନ୍ତାନି। କାମ ନାହିଁ ଖାଇଲା ପିଇଲା ମୋବାଇଲ ଦେଖିଲା। ତମେ ଟିକେ ରେଷ୍ଟ ନେବା ମୁଁ କାମ ସାରିକି ଗଲି ଟିକେ ରେଷ୍ଟ ନେବି ସେ ସନ୍ଧ୍ୟା ହଉ ଆମର ପୁରୀ ହେବ ଆଉ ପୁରୀ ତିଆରି ହେବ ଆଉ ଆଜି ପୁରୀ ଖାଇବା ପାଇଁ ଇଚ୍ଛା ଅଛି ଟିକେ ଶିବାନନ୍ଦ ପୁରୀ କରିବ ଖାଇବି ଆଉ ପୁରୀ ସାଗର କ'ଣ ପୁରୀ ସାଗର କ'ଣ କରି ତରକାରୀ ମଟର ତରକାରୀ ଅଛି ଖାଇଲା ପରେ ଅଳ୍ପ କାଟିଏ ଖଣ୍ଡେ ଆଣିବ ଆଉ ଯେଉଁ ଦିନରେ ଆଳୁ ସିଝେଇଥିଲି ସେଇ ଆଳୁକୁ ମିଶେଇକି ତା ଦେହରେ ଦେଖିବା ପକେଇବା ଟିକେ ଆଉ ଆଳୁ ମସଲା ପକେଇକି ହଉ ମଟର ତରକାରୀ ଆଉ ହଁ ହଁ ପୁରୀ ତିଆରି ହଉ ଦେଖେଇବି ଆଉ ଆମର ଆସିକି ଲାଗିଲାନି କାମରେ ଏବେ ଫାଷ୍ଟଟା ଟିକେ ଗୋଲ ଗୋଲ ହଉନାହିଁ ପୁରୀ ତାର ଗୋଲ ହଉନାହିଁ ରୁଟି କରିବୁ ନା କ'ଣ ଏତେ ବଡ଼ ଗୋଳା କରୁଛୁ ପୁରୀ କରିବା ଛୋଟ ବଡ଼ ଗୋଳା କଲୁନି ଆଉ କେତେ ଛୋଟ ପତଳା କଲେ ପାମ୍ପଡ଼ ହେଇଯିବ ହଁ ପତଳା କଲେ ବେଶୀ ପାମ୍ପଡ଼ ହେଇଯିବ ମାନେ ବେଶୀ ପତଳା କରିଦେଲେ ଗୁଳାଟା ଏଇଟା ମୋଟା କରିବେ ବୋଲି ଏଇଥିପାଇଁ ମୁଁ ଗୁଳା ଟିକେ ବଡ଼ ରଖିଛି ତେଲ ବସିଛି ନା କ'ଣ ଗରମ ହେଉଛି ନା କ'ଣ ତେଲ ବି ବସିଛି ଗରମ ହେଉଛି ତେଲ ଗରମ ହେଲେ ପକେଇବ ଆଉ
ବାଡେଇ ଦଉନୁ ଟିକେ ପଟାଟା କେତେ ଥର କହିଲେଣି ତାର କଣ୍ଟା ତ ନାହିଁ ବାଡ଼େଇବ। କଣ୍ଟା ନାହିଁ ବେଲି ହଉନି କିଛି ନାହିଁ କଣ୍ଟା ନାହିଁ ତମର ହଁ ବାଡ଼େଇ ଦେବା କାଲିକି ମନେ ପକେଇ ଦେବୁ ବାଡ଼େଇ ଦେବା। ମନେ ପକେଇଦବୁ ହେଲାଣି 2-3 ମାସ ହେଲାଣି ଖସିଲାଣି କହୁଛି ବାଡେଇ ଦଉନ କିଛି ନାହିଁ କାଲିକି ମନେ ପକେଇଦେଲ ବାଡେଇ ଦଉ କାଲି ମନେ ପକେଇବ। କାଇଁ ଏବେ ବଇଚ ଫାଙ୍କାରେ ଏବେ କଣ କରିବ କହିଛି ନା କାମ କରି ଟିକେ ମଣିଷ ରେଷ୍ଟ ହେଉନି ଖାଲି ୟାର ଖାଲି କାମ କରୁଥିବ ଆସିକି ଇଏ ଚାହୁଁଛି ଖାଲି ମୁଁ କାମ କରୁଥାଏ। ପକା ତେଲ ଛାଡ଼େ ନା ପରେ ଛାଡ଼ିବୁ ତେଲ ଗରମ ହେଇନି। ତେଲ ତାତିନି ଛାଣିବୁ ଓହୋ ଦିନରେ ଗୋଟେ ହେଲା ମୋରି ହାତରେ ପୁରୀ ଆଉ ଶିବାନୀ କେବେ ପୁରୀ କରିଥିଲାନି ଏବେ କାହିଁକି ଧଣ ଧଣ କରୁଛି କେଜାଣି ପ୍ରଥମ ଥର ପୁରୀ କରୁଛି ଗୋଟେ ପୁରୀ ସେ ପୁଣି ପୁରା ଭଲସେ ଫୁଲିଛି ବହୁତ ମାନେ କଷ୍ଟରେ ହଁ ଦବ ତାକୁ ଖାଇବୁ ର ମାମା କରିଦେବୁ ବହୁତ ସମୟ ରହିଲା ଯେମିତି ସେଇଥିପାଇଁ ଫୁଲିଲା ବୁଝିଲୁ ତୋ ପାଇଁ ଏଇଟା ଗୋଟେ ବଡ଼ ବହୁତ ବଡ଼ କଥା ନୁହଁ। ସେମାନେ ଖୁସି ଲାଗୁଛି ପୁରୀ ତ ହେଇଗଲା ଏବେ ଖାଇବା ଆଉ ଡାଇରେକ୍ଟ ଭଲସେ ଫୁଲିଛି ଏଇ ପୁରୀଟା ପ୍ରଥମ ଥର ପାଇଁ ଶିବାନୀ ହାତରେ ଗୋଟେ ପୁରୀ ହେଇଛି ଆଗକୁ ଯେଉଁ ପୁରୀ କରେ ପାମ୍ପଡ଼ ଘୋଡେଇକି ରଖିବ ତାକୁ ସାଙ୍ଗେ ସାଙ୍ଗେ ନହେଲେ ନାଇଁ ହାର୍ଡ ହେଇଯିବ ନା ହଁ ହଁ ତାକୁ ଦେବୁ ତ ଥଣ୍ଡା ହେଇଯାଉ ଖାଇବୁ ର ତାତି ଗରମ ଗରମ ହେଇଛି ଥଣ୍ଡା ହେଇଯାଉ ଖାଇବୁ ହେଲା ଖାଲି ଖାଇବ ଟକଲା ଆମର ଖାଇବ ପୁରୀ ଖାଇବ ଝାଳ ହେଇଲାନି ଟକଲା ପୁରୀ ଖାଇବ ବୋଲି ଅନେଇକି ରହିଛି ବାହାରକୁ ଯା ଗରମ ହଉଛି ମାମା ପୁରୀ କରି ଦେଖିଲୁ ଭଲ ହେଇଛି ନା ଏଇଟା କ'ଣ ପାମ୍ପଡ଼ ଏଇଟା ତେଲ ପୁରା ଗରମ ରହିବ ତେଲ ଗୋଟେ ପରେ ଗୋଟେ ଲାଗି ଲାଗି ପଡ଼ିଲା ବେଳକୁ ତେଲ ଟିକେ ଥଣ୍ଡା ହେଇଯାଉଛି ନା ଆଜି ରାତିର ଖାଇବା ହେଲା ପୁରୀ ନା ଏ ପୁରୀଟା ମୁଁ ଆଜି ଆଶା କରିଥିଲି ଖାଇବି ବୋଲିକି କରିପାରେନି ତଥାପି କହିଲି ନ କରିପାରେ ପଛେ କହିବା ଦେଖିଆ କ'ଣ କେମିତି କରୁଛି ଦେଖିଆ ତଥାପି କହିଥିଲି ତତେ ହେଲା ଆଜି ଏଥର ପୁରୀ ହଁ ଏଇଟା ଥଣ୍ଡା ହେଇଯାଉ ଖାଇବୁ ଥାଳି ଦେ ମାମାକୁ ଥାଳି ଦେ ଘୋଡ଼େଇ ରଖିଦେବୁ ଥଣ୍ଡା ହେଲେ ଖାଇବୁ ଏ ଦେଉଛି ବା ତେଲ ଗରମ କରି ଏକାଥରେ ପକେଇଥାନ୍ତ ଲାଗିଯିବ ପୁରୀ ଜାଣିପାରୁନୁ କି ଏକାଥରେ କ'ଣ ଇଏ କରିବ ଏଇଟା ବା ଲାଗିଯିବ ର ଥଣ୍ଡା ହେଇଯାଉ ଖାଇବୁ ଥଣ୍ଡା ହେଇ ଖାଇବୁ ବୋଲି ମିକୁ କେମିତି ଦେଉଛି ହଉ ଦେ ତାକୁ ଦେ ନିଅ ତମେ ନିଅ ଫୁଙ୍କିକି ଦେ ମୁଁ କାମ କଲାବେଳେ ମତେ କିଛି କାମ ବତାଅ ମିକୁ ପୁରୀ ଦେଇକି ଖାଇବ ବୋଲି ଭାଇ ଆଇଲାଣି ହଉ ଦେଉଛି ର ସେ ଆଉ ବେଲୁଛି ଆହୁରି ଅଛି କରିଦେଉ ସକାଳୁ ଖାଇବା ପାଇଁ ରହିବ କରିଦେଉ ତାପରେ ଖାଇବା ଆଉ ହଉ ହାତରେ ପୁରୀ ହୁଏନି ତଥାପି ମୁଁ ତାକୁ କହିଥିଲି ପୁରୀ କରିବା ପାଇଁ ତଥାପି ସେ କରିଛି ଚେଷ୍ଟା କରିଛି ପୁରୀ କିନ୍ତୁ ଏଇଥର ହେଇଛି ଭଲ ପୁରୀ ମୋତେ ବି ଖୁସି ଲାଗୁଛି ତାକୁ ବି ଖୁସି ଲାଗୁଛି ପୁରୀ ହେଇଛି ବୋଲି ଭଲ ହେଇଥିଲା ଟିକେ ପୁରୀଟା ହେଇଛି ତାକୁ ବି ଖୁସି ଲାଗୁଛି ମୋତେ ବି ଖୁସି ଲାଗୁଛି ମୁଁ ତ ଖାଇବା ପାଟି ମୁଁ ଖାଇବି ମୋତେ ଖୁସି ଲାଗେ ଆଉ କିନ୍ତୁ ଶିବାନୀ ହାତରେ ପୁରୀ ହୁଏନି ଯେତେବେଳେ ସେ କରେ ପୁରା ପାମ୍ପଡ଼ ହେଇଯାଏ ଏଇଟା ଖାଇକି ଏଗୁଡ଼ା ମାନେ ଦରଜ ହେଇଯାଏ ଜମା ଫୁଲେନି ପୁରା ପଥର ଭଳିଆ ହେଇଯାଏ ଆମେ ଏତେ ଖାଇଲେନି ଆଣିକି ପ୍ରଥମ ଥର ସିଏ ଆସି ବଇନି କରିସାରିଲାଣି ଖାଉଛୁ ଟିକେ ଲୁଣ ହେଇଛି ନା ଲୁଣ ହେଇଛି ହଁ ଠିକ୍ ଅଛି ସବୁ ଠିକ୍ ଅଛି ଅଧିକା ଅଟା ମଇଦା ନା ମୁଁ ଭାଗ ନେବ ବେଶୀ ଜିନିଷ ହେଇଗଲେ ମୁଁ ଟିକେ ଭାଗ ନେବ ପାଉନି ଅଳ୍ପ ଜିନିଷ ଠିକ୍ କରିଦେବି ହଁ ଠିକ୍ ଅଛି ଠିକ୍ ଠାକ୍ ହେଇଛି ମୁଁ ଯାଉଛି ମୋ କାମ ଟିକେ ସାରି ଦେଇ ଆସେ ତାପରେ ଖାଇବା ଆଉ